गले पड़ा हेलो पूर्वतन जमीदार नित्यानंद पाइकराय कहूना अरे कुह कहली परा पूर्वतन जमीदार नित्यानंद पाइकराय कहू कान गिल बोधे फाटी गला ना कौन मो आपा शुणी से फोन काटिदेला हेलो चमिनी कौन लगे हेलो ये फोन गोटे किए करला बुझिलु मु धरिकी जेमिति हालो बोली कहिछि या पछरे फोन काटिदेला सब बदमाशिया काम कही परा एणु होइबे अल्पायुष पापी सकले जीवे नाश ए दुनिया खराब है जेजे जदि तमे धरिले कटि जाउछि ताले गोटे काम कर जमा फोन धरनी तुमे तो ठीक से धरि पारना फोनटा कटि जाउछबो एते आखि को देखा जानी फोन धरुछबो कि काटिबो के हेलो चेमिनी तू कौन कहलु नहीं तू कौन कहलु मु फोन धरिबा जानी नहीं हेलो ये गाँ रे जेते बेले से खंड मंडल रे कहार फोन नथला सेते बेले ये नित्यानंद पाइकेराय ता घर को फोन आनी थला बुझिलु रो मु बच हेलो समय सोनी कहूछ ना हाँ मु कहूची मु समय कहूची हाय केमती अच्छा हाँ मु भल अछि तमे आई एम फाइन हेलो किए फोन करिछि मत पचारुछि परा किए फोन करिछि ओहो हमरे कथा सुनी दबई मो सांग माने नमिता ए हो नमिता आज बसी अरे तमे को कोन सांग को चिन्ह का तने कहबी माने इंटेलिजेंट बुद्धि अछि कुछ कहला माने से चाहे मो कथा बोली हाँ नमिता कह तमे बे कौन करछ अन्य जिद्दी ना हो ना ना माने हाँ हाँ घर के नहाती तो हाँ रखी जदि मु जाऊँ बस गपीबा किए तू मत आगे कहलु भारी तो साहस तोर गपीबू तो ना कर तो बाप मोटा तो ना कर मते कहलु पतला कर ना घरे तो कहीं नहांती तू गले बसिकी गपीबा किए बोले कथा बोला फोनटा काटी देला नले भी भल की पड़े बोला ये सोई क्या ये मुंडा बुझी ना कौन मां पर आप चले तो है इसलिए कि ऑफिस में कहूँ तो ना कहूँ तो कुछ दिया निकल कर जाए चलो
ଭିକାରୀ ବାବୁ ଓ ଭିକାରୀ ବାବୁ ଆରେ ସର ତୋର କ'ଣ ପୁଣି ଆମ ଅଫିସକୁ ବଦଳି ହେଇଗଲା କି କହୁନ ଆସିଲୁ ଏଇଟା ଖାମ ସର ନା ନହୁଣି ତୋର କ'ଣ ବଲାଙ୍ଗୀର କି ଟ୍ରାନ୍ସଫର ହେଇଥିଲା ତମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲାଣି ନା କଣ ବୁଢା ତ ହେଲାଣି ତମକୁ ମଧ୍ୟ ଦିଶୁନି ଯଦି ଦିଶୁନି ତାହେଲେ ଚଷମାଟା ପିନ୍ଧୁନ ଏ ଚଷମା ତମେ ନ ପିନ୍ଧିଲେ ତମକୁ ଟପରରେ କିଏ ଖାଇବ ପିନ୍ଧ 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 ଚଷମା ପିନ୍ଧ ତୁ ସେ ଅଭି ଗାୟତ୍ରୀ ଭାଇ କଥା ଜମା କହ ନାହିଁ ମୋ ମୁଣ୍ଡ ବି ଖରାପ ଅଛି ତୁ ପରେ ଆସିବୁ ଯା ତୁ ଗଲୁ ଯା ମୁଣ୍ଡ ଖରାପ ମାନେ ହଲୋ ବିକାରୀ ବାବୁ ମୁଁ ଗତ ଥର ଆଇଥିଲେ ମତେ କହିଲ ମୋ ପୁଅର ବାହାଘର ହବ ଖୁସିର କଥା ବୋହୂ ଆସିବ ଯାକ ଜାମ ପରେ ହବ ତମେ ଡାଲି ଭାତ ଖାଇବ ଆଉ ଏଇଟା କହୁଛ ମୁଣ୍ଡ ଖରାପ କାହିଁକି ତମ ପୁଅ କଣ ଆଉ କାହାକୁ ନେଇକି ପଳେଇଲା ନା ବାହାଘର ଭାଙ୍ଗଲା ଶୈତାନ କୁଳାଙ୍ଗର ବଜାରୀ ସତରା କାକା ଗାଳି ଦଉଛି ପୁଅଟାକୁ ସେ ଝିଅଟା ତ ତାକୁ ନେଇକି ପଳେଇଲା ତାର କଣ ଦୋଷ ଥିଲା ମୁଁ ତା ଝିଅଟାକୁ ନେଇକିରି ପଳେଇଛି ସେ କୋଉ ଝିଅ ମୁଁ କଣ ତାକୁ ଦେଖିଛି ନା ଜାଣିଛି ଇଏ ଆଜିକାଲି ସବୁ ମୋବାଇଲ ଯୁଗ ହେଲାଣି ଯେତେବେଳେ ଦେଖ କାନରେ ଗୋଟାଏ ମୋବାଇଲ ଚାଲି ଗଲା ବେଳକୁ ମୋବାଇଲ କେତେବେଳେ ଗଛ ଉପରେ ମୋବାଇଲ କେତେବେଳେ ବାଥରୁମରେ ମୋବାଇଲ କେତେବେଳେ ସ୍କୁଟରରେ ଯାଉ ଯାଉ ମୋବାଇଲ ମୋବାଇଲରେ ଗପିକା ଯାଉଥିବେ ଯେ ଆଉ କହିହବନି ସେଟା ମୁଁ ଭାବେ କାନ ନା ଶୁଣ କେତେ ଥର ଉଠୁଲା ଉଠୁଅ କେଜାଣି ପୁଅମାନେ ସେମିତି ଫୋନ କରୁଛନ୍ତି ବୋଲି ଝିଅମାନେ ଗପୁଛନ୍ତି ନା ଆଉ ବୁଝିଲ ଇଏ ପୁଅମାନଙ୍କ କିଛି ଦୋଷ ନାହିଁ ନା ଖାଲି ଝିଅମାନଙ୍କର ଦୋଷ ମୁଁ କଣ ମନା କଲି ଏ ପାନ ବିଡ଼ି ମୋର ଛୋଟିଆ ନିଶା ଜଣା ପଡ଼େ ନାହିଁ ତାର ପଇସା ଏଇଟା ଆଗରୁ କୁହା ହଉଥିଲା ଏବେ ଇଏ ମୋବାଇଲରେ ଛୋଟିଆ ନିଶା ଜଣା ପଡ଼େ ନାହିଁ ତାର ପଇସା 20 ଟଙ୍କା 50 ଟଙ୍କା ପକେଇ ଦିଅ ତାପରେ ଗପ ଚାଲୁ ଧନ୍ୟ କାନ ଆଉ ଧନ୍ୟ ସପାଟି ବିକଳି ବାବୁ ମତେ ଗୋଟେ କଥା କହିଲ ଝିଅଟା ତମ ପୁଅକୁ ନେଇକି ପଳେଇଛି ବୋଲି ତମ ମନ ଦୁଃଖ ହଉଛି ଆଚ୍ଛା ସେ ଝିଅଟା ଯଦି ଗୁଣର ହେଇଥିବ ରୂପର ହେଇଥିବ ସୁନ୍ଦର ହେଇଥିବ ତାକୁ କଣ ତମେ ବୋହୂ ବୋଲି ମାନିବନି ଯୋଉ ଝିଅ ମୋ ପୁଅକୁ ନେଇକିନି ପଳେଇବ ମୁଁ ତାକୁ ମୋ ବୋହୂ ମାନିବି ହେଇପାରିବ ନାହିଁ କିନ୍ତୁ ଭଲ ଜାଗାରେ ମୁଁ ବାହାଘର ଠିକ କରିଥିଲି ମୋ ଅଫିସର ମୋର ସମୁଦି ହେଇଥାନ୍ତେ ଯିଏ ମତେ ଅର୍ଡର ଦେଲା ବେଳେ ସିଏ ମୋ ଛାତିରେ ଲାଗିକିନି କୋଳା କରି ହେଇଥାନ୍ତେ କେତେ ଜାଣି ଯୌତୁକ ସେ ଦେଇଥାନ୍ତେ କରେଇ ଦେଲା ନାହିଁ ମଲା ସିଏ ଯଦି ତା ଜୀବନ ସାଥୀ ପାଇଲା ନେଇକି ଚାଲିଗଲା ସେଥିରେ ତମର କଣ ଅଛି ଆଉ ତମେ ଧନ ଯୌତୁକ ପାଇବ କଣ କହିଲ 5 ପଇସା ଯୋଉ ରୋଜଗାର କଲାଣି ଧର ସିଏ ଚାକିରି ଗୋଟେ ପାଇଯାଇଛି ସେଠୁ ସେ କିଛି କରିପାରିବ ନାହିଁ ସେ କିଛି କରିପାରିବନି ମୁଁ ଜାଣିଛି ମାନେ ଧର ମୁଁ କହୁଛି ଗୋଟେ କଥାକୁ କହୁଛି ସିଏ ଧର ଚାକିରି ପାଇଯାଇଛି ଆଉ ସେ ଝିଅକୁ ନେଇକି ଆସି ତମ ପାଖରେ ପହଞ୍ଚିଲା ତମେ କଣ ବାହାଘର କରିବନି ଲଭ୍ ମ୍ୟାରେଜକୁ ମୋର ମୁଁ ବଞ୍ଚିଥିବା ଯାଏ ତା ବାହାଘରକୁ ମୁଁ ସ୍ୱୀକାର କରିବି ନାହିଁ ହଉ